ଆଜି ପରମେଶ୍ୱର ମୃତ୍ୟୁକୁ ଗ୍ରାସ କରିବାକୁ ଆସିଲେ ଶୀର୍ଷକ ଉପଦେଶ ଅଧୀନରେ ଆସନ୍ତୁ ଆମେ ଭବିଷ୍ୟବାଣୀଗୁଡ଼ିକ ମାଧ୍ୟମରେ ଖ୍ରୀଷ୍ଟ ଆନସାଙ୍ଘଙ୍କ ବିଷୟରେ ଅଧ୍ୟୟନ କରିବା। ପରମେଶ୍ୱର ଏହି ପୃଥିବୀକୁ ଦ୍ୱିତୀୟ ଥର ଶରୀରରେ ଆସିଲେ। ଏହା ମାନବ ଜାତି ପାଇଁ ଏକ ଖୁସିର ଖବର। 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ଏହି ପୃଥିବୀକୁ ଆସିଲେ, 3 ଜଣ ବିଦ୍ୱାନ ବହୁମୂଲ୍ୟ ଉପହାର ଘେନି ଯୀଶୁଙ୍କ ନିକଟକୁ ଆସିଥିଲେ। ଏବ୍ରୀ ଅଧ୍ୟାୟ 9ର ଭବିଷ୍ୟବାଣୀ ଅନୁସାରେ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ପାଇଁ ସେ ଦ୍ୱିତୀୟ ଥର ଆସିବେ ବୋଲି ପ୍ରତିଜ୍ଞା କରିଥିଲେ। କିନ୍ତୁ କ'ଣ ମାନବ ଜାତି ଖ୍ରୀଷ୍ଟଙ୍କୁ ଚିହ୍ନି ପାରିବ? ଯେପରି ସେମାନେ ତାହାଙ୍କ ପ୍ରଥମ ଆଗମନ ସମୟରେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ, ସେହିପରି ତାହାଙ୍କ ଦ୍ୱିତୀୟ ଆଗମନ ସମୟରେ ତାହାଙ୍କୁ ଚିହ୍ନିବା ମଧ୍ୟ ଅତ୍ୟନ୍ତ କଷ୍ଟକର ଅଟେ। କିନ୍ତୁ ବାଇବଲ କହେ ଯେ ଖ୍ରୀଷ୍ଟ ମୃତ୍ୟୁକୁ ବିନାଶ କରିବା ପାଇଁ ଆସନ୍ତି। ଅନ୍ୟ ଅର୍ଥରେ ସେ ଆମ୍ଭକୁ ଅନନ୍ତ ଜୀବନ ଦେବା ପାଇଁ ଦ୍ୱିତୀୟ ଥର ଆସନ୍ତି। ଆଜି ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏହାର ପରୀକ୍ଷା କରିବା। ଆସନ୍ତୁ ଆମେ ଯିଶାୟା ଅଧ୍ୟାୟ 25କୁ ଦେଖିବା। ଆସନ୍ତୁ ଆମେ ଯିଶାୟା ଅଧ୍ୟାୟ 25 ପଦ 6 ଉପରେ ଏକ ନଜର ପକାଇବା। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। ଆଉ ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ସେ କାହାର ବିନାଶ କରିବେ? ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି। ପରମେଶ୍ୱର ଏହି ପୃଥିବୀକୁ ଆସିବାର ଅନେକ କାରଣ ଅଛି। ସେ ପାପ କ୍ଷମା କରିବାକୁ, ପରିତ୍ରାଣ କରିବାକୁ ଏବଂ ମୃତ୍ୟୁ ବିନାଶ କରିବାକୁ ଆସିଲେ। ବାଇବଲରେ ଅନେକ ଭବିଷ୍ୟବାଣୀ ଅଛି, କିନ୍ତୁ ଯିଶାୟା ଅଧ୍ୟାୟ 25 ଆମ୍ଭମାନଙ୍କୁ ଆଲୋକିତ କରେ ଯେ ସେ ମୃତ୍ୟୁକୁ ବିନାଶ କରିବାକୁ ଆସିବେ। ତେବେ ମୃତ୍ୟୁକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ କ'ଣ ଆମେ ଖୋଜିବା ଉଚିତ ନୁହେଁ କି? ଯିଶାୟା ଅଧ୍ୟାୟ 34 ପଦ 16 ଅନୁଯାୟୀ ବାଇବଲର ପ୍ରତ୍ୟେକ ପଦ ପାଖରେ କ'ଣ ଅଛି? ସେମାନଙ୍କର ଯୋଡ଼ା ବାକ୍ୟ ଅଛି। ମୃତ୍ୟୁକୁ ବିନାଶ କରିବା ପାଇଁ ସେ କେଉଁ ସତ୍ୟକୁ ଆଣିବେ? ସେ କେଉଁଠିକୁ ଆସିବେ? ସେ କେବେ ଆସିବେ? ସମସ୍ତ ଉତ୍ତର ବାଇବଲରେ ଲିପିବଦ୍ଧ ହୋଇଛି। ଯଦି ଆମେ ଏହି ଭବିଷ୍ୟବାଣୀ ଗୁଡ଼ିକୁ ବୁଝିବା ବିନା ଅସ୍ପଷ୍ଟ ଭାବରେ କାହାକୁ ବିଶ୍ୱାସ କରୁ, ତେବେ ଆମ୍ଭେମାନେ ଅନନ୍ତ ନରକକୁ ଯାଇପାରିବା। ଯଦି ଆମେ ପରମେଶ୍ୱରଙ୍କୁ ସ୍ୱୀକାର କରୁ ଏବଂ ତାହାଙ୍କ ଶିକ୍ଷାଗୁଡ଼ିକୁ ଅନୁସରଣ କରୁ, ତେବେ ଆମେ ସ୍ୱର୍ଗ ରାଜ୍ୟରେ ଅନନ୍ତ ଜୀବନ ଏବଂ ଆଶୀର୍ବାଦ ଉପଭୋଗ କରିବୁ। ସେଥିପାଇଁ ପରମେଶ୍ୱରଙ୍କୁ ସ୍ୱୀକାର କରିବା ଏବଂ ତାହାଙ୍କ ଶିକ୍ଷାଗୁଡ଼ିକୁ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଆମେ କ'ଣ କରିବା ଉଚିତ? ଆମେ ସେହି ବ୍ୟକ୍ତିଙ୍କୁ ଖୋଜିବା ଉଚିତ ଯିଏ ମୃତ୍ୟୁକୁ ସବୁଦିନ ପାଇଁ ବିନାଶ କରିବାକୁ ଆସନ୍ତି। ଆସନ୍ତୁ ଯିଶାୟା ଅଧ୍ୟାୟ 25 ପଦ 8 ଦେଖିବା। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୁଣି ସେଦିନ ଏହି କଥା କୁହାଯିବ। ସେମାନେ କ'ଣ କହିବେ? ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର। ଯେ ମୃତ୍ୟୁକୁ ଗ୍ରାସ କରିଅଛନ୍ତି ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। ଯିଶାୟା ଅଧ୍ୟାୟ 25ରେ ଲେଖା ଅଛି ଯେ ଯିଏ ମୃତ୍ୟୁକୁ ବିନାଶ କରନ୍ତି ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ତାପରେ ଆମକୁ ଏହି ପ୍ରସଙ୍ଗ ଉପରେ ବିଚାର କରିବା ଉଚିତ।
ଏହି ପୃଥିବୀରେ ପରମେଶ୍ୱର କେଉଁ ସତ୍ୟ ମାଧ୍ୟମରେ ଏହି କାର୍ଯ୍ୟ କରିବେ? 이 역사를 이루어 가실 것인가? ଆସନ୍ତୁ ଏହାର ଉତ୍ତର ଯୋହନ ଅଧ୍ୟାୟ 6ରେ ଖୋଜିବା। ଆସନ୍ତୁ ଆମେ ଯୋହନ ଅଧ୍ୟାୟ 6 ପଦ 53 ଉପରେ ଏକ ନଜର ପକାଇବା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କଠାରେ ଜୀବନ ନାହିଁ। 피를 마시지 아니하면 ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ତାଙ୍କ ପାଖରେ କ'ଣ ଅଛି? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 뭘 갖는다고요? 영생을 ଅନନ୍ତ ଜୀବନର ଅର୍ଥ କ'ଣ? 사망을 ଏହାର ଅର୍ଥ ହେଉଛି ମୃତ୍ୟୁ ସବୁଦିନ ପାଇଁ ବିନଷ୍ଟ ହୋଇଯିବ। 없앤다는 କ'ଣ ଏହାର ଅର୍ଥ ନୁହେଁ ଯେ ସେ ମାନବ ଜାତିକୁ ଅନନ୍ତ ଜୀବନ ଦେବେ? 우리에게 영생을 주시겠다. ପଦ 54ରେ ପରମେଶ୍ୱର ଏହି ସର୍ତ୍ତକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। 마지막 날에 내가 그를 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। 참된 양식이요 내 ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ମୋଠାରେ ରହେ ଓ ମୁଁ ତାହାଠାରେ ରହେ। 나도 그 안에 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, 아버지로 인하여 ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। 나로 인하여 살리라. ଏଠାରେ ଯେ ତାହାଙ୍କ ମାଂସ ଭୋଜନ କରେ ଓ ତାହାଙ୍କ ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ସେ ଶେଷ ଦିନରେ ତାହାକୁ କ'ଣ କରିବେ? 마지막 날에 ସେ ଶେଷ ଦିନରେ ତାହାକୁ ଉତ୍ଥାପନ କରିବେ। 살릴 것이다 하고 했습니다. ତେବେ ଶରୀରରେ ଆସୁଥିବା ପରମେଶ୍ୱରଙ୍କୁ ଆମେ କିପରି ଚିହ୍ନି ପାରିବା? 그 하나님을 어떻게 발견해야 될까? ଏଠାରେ ଯୋହନ ଅଧ୍ୟାୟ 6 ପଦ 53, 54, 55 ଏବଂ 56ରେ ଆମ୍ଭମାନଙ୍କୁ ବୁଝାଇଲେ ଯେ ପରମେଶ୍ୱର କିପରି ମୃତ୍ୟୁକୁ ବିନାଶ କରିବେ। 하나님의 방법을 우리에게 알려 ଯେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରେ ଓ ତାହାଙ୍କ ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। 살릴 것이다 하고 했습니다. ଦୟାକରି ଏଥିପ୍ରତି ଧ୍ୟାନ ଦିଅନ୍ତୁ। 해 보십시오. ଶେଷ ଦିନରେ ପରମେଶ୍ୱର କେଉଁ ପ୍ରକାର ଲୋକମାନଙ୍କୁ ଉତ୍ଥିତ କରିବେ? 의미하는 것입니까? ଯେଉଁମାନେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରନ୍ତି ଏବଂ ତାଙ୍କ ରକ୍ତ ପାନ କରନ୍ତି ପରମେଶ୍ୱର ସେମାନଙ୍କୁ ଉତ୍ଥାପନ କରିବେ। 다시 말해서 사망을 କ'ଣ ଏହାର ଅର୍ଥ ଏହା ନୁହେଁ ଯେ ସେ ମୃତ୍ୟୁକୁ ବିନାଶ କରିବେ? 초림 때뿐만 ତେଣୁ ଏହାର ଅର୍ଥ ହେଉଛି ଯେ ସତ୍ୟତା କେବଳ ତାହାଙ୍କ ପ୍ରଥମ ଆଗମନ ସମୟରେ ନୁହେଁ ଶେଷ ଦିନରେ ମଧ୍ୟ ବଜାୟ ରହିବା ଉଚିତ। 담고 있는 대목이 되겠습니다. 자, 그렇다면 ଆସନ୍ତୁ ମାଥ୍ୟୁ ଅଧ୍ୟାୟ 26କୁ ଯାଇ ଦେଖିବା ଯେ ଆମେ ମନୁଷ୍ୟ ପୁତ୍ରଙ୍କ ମାଂସ ଏବଂ ତାଙ୍କ ରକ୍ତ କିପରି ଭୋଜନ ଓ ପାନ କରିପାରିବା। 확인해 보도록 하겠습니다. ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 26 ପଦ 17 ଉପରେ ଏକ ନଜର ପକାଇବା। 마태복음 26장 17절의 말씀 보시면 ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 어디서 예배하기를 원하시나이까? କେହି କେହି ପଚାରି ପାରନ୍ତି, ଯୀଶୁ କହିଥିଲେ ଯେ ଯିଏ ତାଙ୍କ ମାଂସ ଭୋଜନ କରେ ଓ ତାଙ୍କ ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, କିନ୍ତୁ ନିସ୍ତାର ପର୍ବ ଏଠାରେ କାହିଁକି ଦେଖାଯାଏ? 라고 물을 수가 있겠습니다만 ଆସନ୍ତୁ ପଦ 18 ଦେଖିବା। ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, 선생님 ଗୁରୁ କହୁଅଛନ୍ତି ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। 지키겠다 하시더라 하신 대로 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 하고 있습니다. 자, 6월절 잡수신 ଆସନ୍ତୁ ପଦ 26ରେ ଦେଖିବା ଯେ ସେ ନିସ୍ତାର ପର୍ବ କିପରି ଭୋଜନ କଲେ। 먹을 때에 ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର। ନିସ୍ତାର ପର୍ବର ରୋଟି କ'ଣ ଅଟେ? 6월 ଏହା ମୋହର ଶରୀର। 내 몸이라 ଏହା ଯୋହନ ଅଧ୍ୟାୟ 6ରେ ମନୁଷ୍ୟ ପୁତ୍ରଙ୍କ ମାଂସ ଅଟେ। 인자의 살 ଏହା ସମ୍ବନ୍ଧରେ ଯେବେ ଯୀଶୁ ନିସ୍ତାର ପର୍ବର ରୋଟି ନେଲେ ସେ କହିଲେ, ଏହା ମୋହର ଶରୀର। 이라고 예수님께서 ପଦ 27 ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର। 주심에 가르사대 ପାତ୍ରରେ ନିସ୍ତାର ପର୍ବର ଦ୍ରାକ୍ଷାରସ ଅଛି। 바로 6월절에 କାରଣ ଯେଉଁ 잔이죠. ନିସ୍ତାର ପର୍ବର ଦ୍ରାକ୍ଷାରସ 이것을 ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। 많은 사람을 위하여 흘리는 바 나의 피곧 ଯେଉଁମାନେ ନିସ୍ତାର ପର୍ବର ରୋଟି ଭୋଜନ କରନ୍ତି ଏବଂ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରନ୍ତି 주를 먹고 마시 ସେମାନଙ୍କୁ କ'ଣ ପ୍ରତିଜ୍ଞା ଦିଆଯାଇଛି? 어떤 약속이 주어져 있는 것입니까? କ'ଣ ସେମାନଙ୍କୁ ଅନନ୍ତ ଜୀବନର ପ୍ରତିଜ୍ଞା ଦିଆଯାଇ ନାହିଁ କି? 약속이 주어져 있는 것 아니겠습니까? ଅନ୍ୟ ଅର୍ଥରେ ମୃତ୍ୟୁକୁ ନଷ୍ଟ କରିବା ପାଇଁ 사망을 영
영원히 परमेश्वर 2000 वर्ष पूर्वे यही पृथ्वी को आसिले एवं नूतन नियम निस्तार पर्वर सत्य को स्थापित कले। 새 언약의 진리를 세우셨고 नूतन नियम निस्तार पर्वर सत्य यही पृथ्वी विलुप्त हो जिबा परे प्राय 1700 वर्ष परे 지금 지난 이 परमेश्वर यही हजि जाइथिबा सत्य को पुनर्स्थापन करिबा पई यही पृथ्वी को पुनर्बार आसिले। 새 언약의 생명의 그 유월절 진리를 कौन से मानव जाति को नियम शिखाइबा पई द्वितीय थर आसी नाहांती, 다시는 जहा फଳରେ ଆମେ ଆଉ କେବେ ମୃତ୍ୟୁର ସମ୍ମୁଖୀନ ହେବୁ ନାହିଁ। 그 길을 일러주시고 가르침 주러 두 번째 오시게 된 것 아니겠습니까? 1000 ବର୍ଷରୁ ଅଧିକ ସମୟ ଧରି ଏହି ପୃଥିବୀରେ ନିସ୍ତାର ପର୍ବ ପାଳନ କରାଯାଇ ନଥିଲା। 것은 이 땅에 존재하지도 않았고 ଅନେକ ଧର୍ମଶାସ୍ତ୍ରୀ ବାଇବଲ ପଢ଼ିବା ସତ୍ତ୍ୱେ 사망을 영원히 멸하는 ମୃତ୍ୟୁକୁ ବିନାଶ କରୁଥିବା ନିସ୍ତାର ପର୍ବର ସତ୍ୟକୁ ପାଇପାରିଲେ ନାହିଁ। 성경을 보고 살피고 연구해도 찾아내지를 못했습니다. ଏପରି କାହିଁକି? 이유는 ଏହି କାମ କିଏ କରିବ? 오셔서 해야 될 일이라고 ଯିଶାୟ ଅଧ୍ୟାୟ 25 କହିଥାଏ, 15장 ଦେଖ ଏହି ଆମ୍ଭମାନଙ୍କର ପରମେଶ୍ୱର, 하나님이시라. ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 이 사람 ଏହାର କାରଣ କେବଳ ପରମେଶ୍ୱର ମୃତ୍ୟୁକୁ ବିନାଶ କରିପାରିବେ। 아무도 할 수 없는 일이기 때문에 କ'ଣ କେହି ମଧ୍ୟ ବାଇବଲ ପଢ଼ିପାରିବେ ନାହିଁ ଏବଂ ଏହା କରିପାରିବେ ନାହିଁ? 기록을 보고 누가 ଏହା ସହଜରେ ଅନୁମାନ କରାଯାଇପାରେ। 있겠습니다만 ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଏହି ସହଜ କାର୍ଯ୍ୟ କରିବାକୁ ବାରଣ କରିଅଛନ୍ତି। 하나님이십니다. 예언의 인물이 ଏହା ପରମେଶ୍ୱରଙ୍କ ଇଚ୍ଛା ଯେ ଯେତେବେଳେ ଭବିଷ୍ୟ ସୂଚକ ବ୍ୟକ୍ତି ପ୍ରକଟ ହେବେ ସେତେବେଳେ ଦ୍ୱାର ଖୋଲିବ। 가운데 계셨기 때문에 ଆମ ପାଇଁ ଏହା ବୁଝିବା ସହଜ ଅଟେ, 그러나 이 କିନ୍ତୁ ଦେଖିବା ଏବଂ ଶୁଣିବା ସତ୍ତ୍ୱେ ଲୋକମାନେ ଏହା ବୁଝନ୍ତି ନାହିଁ। 들어도 듣지 못해요. 마음은 있다 ସେମାନଙ୍କର ବୁଝିବା ଶକ୍ତି ନାହିଁ କି ଜ୍ଞାନ ନାହିଁ। 해결하지를 못합니다. ଏହା ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ ପ୍ରବନ୍ଧ ଅଟେ। 섭리라고 볼 수가 있겠습니다. 예, 그래서 ଆପଣା ପ୍ରଥମ ଆଗମନ ସମୟରେ ସେ ନୂତନ ନିୟମର ନିସ୍ତାର ପର୍ବର ସତ୍ୟକୁ ସ୍ଥାପନ କରିଥିଲେ 제도를 세우시고 ଏବଂ ମୃତ୍ୟୁକୁ ବିନାଶ କରିବାର ମାର୍ଗ ଖୋଲିଥିଲେ। 사명을 열어놓으셨습니다만 예, 원수만 କିନ୍ତୁ ଶତ୍ରୁ ଶୈତାନ 니케아 325 ଖ୍ରୀଷ୍ଟାବ୍ଦରେ ନିକିଆ ପରିଷଦ ଦ୍ୱାରା ନିସ୍ତାର ପର୍ବକୁ ନଷ୍ଟ କରିଦେଲା। 그 폐지된 상태로서 1700 ବର୍ଷରୁ ଅଧିକ ସମୟ ଧରି 세월이 흐르도록끔 କେହି ନୂତନ ନିୟମର ନିସ୍ତାର ପର୍ବର ସତ୍ୟକୁ ପ୍ରକାଶ କରିନାହାନ୍ତି। 이를 밝혀내지 못하고 지키도록끔 알려주지도 아니하고 ପରିଶେଷରେ ଯେପର୍ଯ୍ୟନ୍ତ ସେ ଆସି ଆମ୍ଭମାନଙ୍କୁ ବ୍ୟକ୍ତିଗତ ଭାବରେ ଶିକ୍ଷା ନ ଦିଅନ୍ତି 가르침을 주지 아니하고는 ସେ ପର୍ଯ୍ୟନ୍ତ କେହି ନିସ୍ତାର ପର୍ବ ଜୀବନର ସତ୍ୟକୁ ସଠିକ ଭାବରେ ପାଳନ କରିପାରିବେ ନାହିଁ। 할 수가 없고 또 알아낼 수가 없기 때문에 그런 어떤 현상이 일어날 수밖에 ତେଣୁ 없었던 것이죠. ମାଥ୍ୟୁ ଅଧ୍ୟାୟ 26ରେ ଯୀଶୁ ଆମ୍ଭକୁ ଶିକ୍ଷା ଦେଲେ ଯେ କିପରି ତାଙ୍କ ମାଂସ ଏବଂ ତାଙ୍କ ରକ୍ତ ଭୋଜନ ଓ ପାନ କରିପାରିବା। 그걸 유월절 ସେ କହିଲେ ଯେ ନିସ୍ତାର ପର୍ବର ରୋଟି ତାହାଙ୍କ ମାଂସ ଏବଂ ନିସ୍ତାର ପର୍ବର ଦ୍ରାକ୍ଷାରସ ତାହାଙ୍କ ରକ୍ତ ଅଟେ। 이렇게 예수님께서 ନିସ୍ତାର ପର୍ବ ହେଉଛି ସବୁଠାରୁ ବଡ଼ ସତ୍ୟ, ଯାହା ପରମେଶ୍ୱର ଏହି ପୃଥିବୀରେ ମୃତ୍ୟୁକୁ ନଷ୍ଟ କରିବା, 영생을 주기 ଅନ୍ୟ ଅର୍ଥରେ ଆମକୁ ଅନନ୍ତ ଜୀବନ ଦେବା ପାଇଁ ସ୍ଥାପିତ କରିଛନ୍ତି। 위한 진리라는 사실을 확인할 수가 ଆସନ୍ତୁ ଆମେ ଲୁକ ଅଧ୍ୟାୟ 22 ପଦ 7 ଉପରେ ଏକ ନଜର ପକାଇବା। 7절의 말씀 ଅଧ୍ୟାୟ 22 ପଦ 7। ପରେ ଯେଉଁଦିନ ନିସ୍ତାର ପର୍ବର ମେସାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହି ଦିନ ଉପସ୍ଥିତ ହେଲା। 유월절 양을 ଆଉ 잡아 ସେ ପିତର ଓ ଜୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ ଏଥିପାଇଁ ତୁମ୍ଭେମାନେ ଯେ ଆମମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। 유월절을 ସେଥିରେ ସେ ସେମାନଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 예수께서 예비하기를 ସେ ସେମାନଙ୍କୁ କହିଲେ, ଦେଖ ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ ତାହାର ପଛେ ପଛେ ସେହି ଗୃହକୁ ଯେ ଗୃହର କର୍ତ୍ତାଙ୍କୁ କହିବ, 따라 들어가서 ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି ସେହି ଅତିଥିଶାଳା କାହିଁ? 유월 ସେଥିରେ ସେ ତୁମମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇଦେବେ, ସେ ସ୍ଥାନରେ ପ୍ରସ୍ତୁତ କର। 베푼 큰 다락방 ଆଉ ସେମାନେ ଯାଇ ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 말씀대로 만나 ଯୀଶୁ ପିତର ଓ ଜୋହନଙ୍କୁ ନିସ୍ତାର ପର୍ବର ପ୍ରସ୍ତୁତି କରିବାକୁ ଆଜ୍ଞା ଦେଲେ। 자, 베드로와 요한을 ଆସନ୍ତୁ ଆମେ ପଦ 14 ଦେଖିବା। ପୁଣି ସମୟ ଉପସ୍ଥିତ ହୁଅନ୍ତେ, ଯେବେ ନିସ୍ତାର ପର୍ବର ସମୟ ଉପସ୍ଥିତ ହେଲା, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। 유월절 시각 ଆଉ ସେ ସେମାନଙ୍କୁ କହିଲେ, ସେ ଏକାନ୍ତ ବାଞ୍ଛାରେ କ'ଣ କରିବାକୁ ଚାହୁଁଥିଲେ? 시대 ସେ କହିଲେ, ମୋହର ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। 원하고 원하였다고 했습니다. 자,
이 ଯୀଶୁଙ୍କୁ କାହିଁକି ନିସ୍ତାର ପର୍ବ ପାଳନ କରିବାକୁ ଏକାନ୍ତ ବାଞ୍ଛା ଥିଲା? 어떤 의미가 있기 때문에 ଏହାର କାରଣ ହେଉଛି 원하셨을까? ଏଥିରେ ମୃତ୍ୟୁକୁ ବିନାଶ କରିବାର ପ୍ରତିଜ୍ଞା ଅଛି। 영원히 멸하는 약속이 그 안에 있기 때문입니다. ଆସନ୍ତୁ ପଦ 19 ଦେଖିବା। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦୌତ ହେଉଥିବା ମୋହର ଶରୀର ଏହି। ଆମେ କାହିଁକି ଏହା କରିବା ଉଚିତ? ମୋତେ ସ୍ମରଣ କରିବା ନିମନ୍ତେ ଏହା କର। 이것을 ଯୀଶୁ ତାହାଙ୍କ ସ୍ମୃତିରେ ଏହା କରିବାକୁ ଆମ୍ଭମାନଙ୍କୁ ଆଜ୍ଞା ଦେଲେ। 떡과 ନିସ୍ତାର ପର୍ବରେ ଆମେ ରୋଟି ଭୋଜନ ଓ ଦ୍ରାକ୍ଷାରସ ପାନ କରୁ। 행사는 ଏହା ହେଉଛି ସତ୍ୟ ଏବଂ ବ୍ୟବସ୍ଥା ଯାହାକି ଯୀଶୁ ଆମ୍ଭମାନଙ୍କ ପାଇଁ ସ୍ଥାପିତ କରିଥିଲେ। 법도인 것입니다. ପଦ 20 10절입니다. ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତାହା କ'ଣ? 피로 세운 뭐라고요? ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। 것이라고 했습니다. 자, 이 ନିସ୍ତାର ପର୍ବ ହେଉଛି ସେହି ସତ୍ୟ ଯାହା ମୃତ୍ୟୁକୁ ନଷ୍ଟ କରେ। 이와 같은 진리로 ଏହା ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଯାହା ପରମେଶ୍ୱର ଏହି ପୃଥିବୀକୁ ଆଣିଲେ। 참 중요한 진리요. ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି ବର୍ଣ୍ଣନା ମଧ୍ୟ କରିଛନ୍ତି। 가운데 있습니다. 자, 그렇다면 ତେବେ ଯିଶାୟ ଅଧ୍ୟାୟ 25 ପଦ 6 ଅନୁଯାୟୀ ସେ କିଏ ଯେ କି ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସ ମାଧ୍ୟମରେ ମୃତ୍ୟୁକୁ ବିନଷ୍ଟ କରନ୍ତି? 다름 아닌 누구셨다고 ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଏହିପରି ଭାବେ ଭବିଷ୍ୟତ ବକ୍ତା ଯିଶାୟ ଭବିଷ୍ୟବାଣୀ କରିଥିଲେ। 하고 있는 가운데 있습니다. ଆସନ୍ତୁ ଏବ୍ରୀ ଅଧ୍ୟାୟ 9 ପଦ 27 ଦେଖିବା। 말씀을 보도록 ଅଧ୍ୟାୟ 9 ପଦ 27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହା ପରେ ବିଚାର ନିରୂପିତ ଅଛି, 한 번 ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ 이와 같이 କେତେ ଥର, ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି 구원 ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। 와 상관없이 자기를 바라는 자에게 몇 ଯଦି ସେ ପୁନର୍ବାର ନ ଆସନ୍ତି, ତେବେ ଆମେ ପରିତ୍ରାଣ ପ୍ରାପ୍ତ କରିପାରିବୁ ନାହିଁ। 오시지 ଯେହେତୁ ଆମେ ମୃତ୍ୟୁ ଦ୍ୱାରା ଦାସ ହୋଇଅଛୁ, ତେଣୁ ମୃତ୍ୟୁକୁ ବିନାଶ କରିବାକୁ କିଏ ଆସିବା ଉଚିତ? 않았던 것 사망 ପରମେଶ୍ୱରଙ୍କୁ ଅବଶ୍ୟ ଆସିବା ଉଚିତ। 우리들이기 때문에 이 사망은 ଏହା ଏପରି କିଛି ନୁହେଁ ଯାହା ଯେ କେହି ମଧ୍ୟ କରିପାରିବେ। 하나님 ଏପରିକି ଜଣେ ପାଦ୍ରୀ ମଧ୍ୟ ଏହା କରିପାରିବେ ନାହିଁ। 할 수 없는 일입니다. ଏହା ଏପରି କିଛି ନୁହେଁ ଯାହା କୌଣସି ଧାର୍ମିକ ସଂଗଠନର ନେତା ମଧ୍ୟ କରିପାରିବେ। 세상의 그 어떤 종교 단체 ଏହିପରି ଯେତେବେଳେ ଆମେ ଦେଖୁ ଯେ କେହି ଏହା କରିପାରିବେ, ସେ କିଏ ହେବା ଉଚିତ? 보니까 다름 아닌 누구라고요? ସେ ହେଉଛନ୍ତି ପରମେଶ୍ୱର, ଯାହାର ଆମେ ଅପେକ୍ଷା କରିଥିଲୁ। ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ତେବେ ସେ କ'ଣ କରିବେ? ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ। 히브리서 9장 ଏବ୍ରୀ ଅଧ୍ୟାୟ 9 ପଦ 28 କ'ଣ କହିଥାଏ? 들에게 ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। 그럼 두 ଅତଏବ ତାହାଙ୍କ ଦ୍ୱିତୀୟ ଆଗମନ ସମୟରେ ମଧ୍ୟ ତାହାଙ୍କୁ ମୃତ୍ୟୁକୁ ବିନାଶ କରିବାକୁ ହେବ। 하나님이셔야 되는 것입니다. 그럼 사망 ତେବେ ସେ କେଉଁ ସତ୍ୟକୁ ଆଣିବା ଉଚିତ? 를 가지고 이 땅에 등장하셔야 되겠습니까? କ'ଣ ତାହାଙ୍କୁ ନୂତନ ନିୟମର ନିସ୍ତାର ପର୍ବର ସତ୍ୟତା ଆଣିବା ଉଚିତ ନୁହେଁ କି? 사라졌던 କାରଣ ଏହା 325 ଖ୍ରୀଷ୍ଟାବ୍ଦରେ ଅଦୃଶ୍ୟ ହୋଇଯାଇଥିଲା। 등장하시는 분이 되셔야 ଯିଏ ନୂତନ ନିୟମର ନିସ୍ତାର ପର୍ବର ସତ୍ୟତା ଆଣନ୍ତି, 유월절 세원 ସେ ହିଁ ଆମ୍ଭମାନଙ୍କ ପରମେଶ୍ୱର ଏବଂ ଆମ୍ଭେମାନେ ତାହାଙ୍କ ଲୋକ ଅଟୁ। 되시고 우리는 그 하나님 ଆସନ୍ତୁ ଆମେ ଭବିଷ୍ୟବାଣୀକୁ ଦେଖିବା। 자, 거기에 대한 예언도 알아보도록 합시다. ଜିରିମିୟ ଅଧ୍ୟାୟ 31। ଆସନ୍ତୁ ଆମେ ଅଧ୍ୟାୟ 31 ପଦ 31 ଉପରେ ଏକ ନଜର ଦେବା। 31장 31절의 말씀 보시면 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ 날이 이르리니 ସେ କ'ଣ ସ୍ଥାପନ କରିବେ? 이스라엘 집과 유다 집 ଏକ ନୂତନ ନିୟମ ସ୍ଥାପନ କରିବା ଏପରି ସମୟ ଆସୁଅଛି। 새 언약을 세우리라. 새 언약 ନୂତନ ନିୟମରେ ବିଶ୍ରାମ ଦିନ, ବାପ୍ତିସ୍ମ ଇତ୍ୟାଦି ଅଛି। 어떤 진리의 내용 କିନ୍ତୁ ଯୀଶୁ ବିଶେଷ ଭାବରେ ନିସ୍ତାର ପର୍ବ ନୂତନ ନିୟମର ସାରାଂଶ ଭାବରେ ଘୋଷଣା କରିଥିଲେ। 언약을 새 언약이라고 ପଦ 32 선포를 해주셨습니다. ମିଶର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କ ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ। 이런 날에 세운 것까지 ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। 언약을 파였습니다. ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। 언약은 이러하니 ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା 그 법을 ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ 마음에 기록 ସେ କିଏ ହେବେ? 나는 ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ
그들은 ସେମାନେ କିଏ ହେବେ? 에 있어서 뭐가 ଆମ୍ଭର ଲୋକ ହେବେ। 내 백성이 될 것이라고 했어요. ପରମେଶ୍ୱର ଏବଂ ତାଙ୍କ ଲୋକମାନଙ୍କ ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନ ରହିବା ଆବଶ୍ୟକ। 내 백성이다 하는 확실한 ଏହାର ପ୍ରମାଣ କ'ଣ? 무엇이 ପରମେଶ୍ୱର କହିଲେ ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା। 정하게 두겠다 하고 했습니다. 하나님의 법 ଏହା କେଉଁ ବ୍ୟବସ୍ଥା ଅଟେ? 하고 있습니까? ଏହା ନୂତନ ନିୟମର ବ୍ୟବସ୍ଥା ଅଟେ। 새 언약의 법을 ନୂତନ ନିୟମର ବ୍ୟବସ୍ଥାର ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି 그걸 받아들이는 ଏବଂ ଯେଉଁମାନେ ଏହାକୁ ସ୍ୱୀକାର କରନ୍ତି ସେମାନେ ପରମେଶ୍ୱରଙ୍କ ଲୋକ ହୁଅନ୍ତି। 그렇다면 ଏହିପରି ନୂତନ ନିୟମ ନିସ୍ତାର ପର୍ବର ସତ୍ୟ ଜୀବନର ବ୍ୟବସ୍ଥା ଅଟେ, 멸하기 위해서 하나님께서 ଯାହାକୁ ପରମେଶ୍ୱର ମୃତ୍ୟୁକୁ ସବୁଦିନ ପାଇଁ ବିନାଶ କରିବା ପାଇଁ ସ୍ଥାପିତ କରିଛନ୍ତି। 그럼 사망을 멸하기 위해서 ତେବେ ମୃତ୍ୟୁକୁ ନଷ୍ଟ କରିବା ପାଇଁ ଜୀବନର ବ୍ୟବସ୍ଥା କିଏ ସ୍ଥାପନ କଲେ? 알려주시고 다 କିଏ ତାହା ମାନବ ଜାତି ନିକଟରେ ପ୍ରକାଶ କଲେ ଏବଂ କିଏ ଏହାର ଦ୍ୱାର ବିସ୍ତାର କଲେ? 굉장히 참 중요한 내용이 되겠습니다. ଜିସାୟ ଅଧ୍ୟାୟ 25 ପଦ 6 ଅନୁଯାୟୀ ଅନେକ ଲୋକ କହିବେ, 이분은 우리의 하나님 ଦେଖ ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। 홍해를 ସେ 3500 ବର୍ଷ ପୂର୍ବେ ସୁଫ ସମୁଦ୍ରକୁ ବିଭାଜିତ କଲେ ଏବଂ ଇସ୍ରାଏଲୀୟମାନଙ୍କୁ ମିଶ୍ରର ଦାସତ୍ୱରୁ ମୁକ୍ତ କଲେ। 2000 ବର୍ଷ ପୂର୍ବେ ସେ ଏହି ପୃଥିବୀକୁ ଆସିଥିଲେ 십자가에 그 ଏବଂ କ୍ରୁଶ ଉପରେ ନିଜର ରକ୍ତ ଝରାଇ ପାପ କ୍ଷମା କରିବାର ମାର୍ଗ ଖୋଲିଥିଲେ। 하나님이시다. ଏପରି କାହିଁକି? 이분은 ତାଙ୍କ ଦ୍ୱାରା କ'ଣ ହେଲା? 어떻게 되었기 때문에 ତାଙ୍କ ଦ୍ୱାରା ମୃତ୍ୟୁର ବିନାଶ ହେଲା। 멸함을 받을 수 있기 때문에 ପରମେଶ୍ୱରଙ୍କ ଛଡ଼ା ଆଉ କେହି ଏପରି ଭୋଜ ଆୟୋଜିତ କରିପାରିବେ ନାହିଁ। 하나님 외에는 없습니다. 그 ବହୁଦିନ ପର୍ଯ୍ୟନ୍ତ କେହି ମଧ୍ୟ ନିସ୍ତାର ପର୍ବ 시간 ଜୀବନର ସତ୍ୟକୁ ପୁନଃସ୍ଥାପିତ କରିପାରିଲେ ନାହିଁ। 회복시켜 주신 분이 କିନ୍ତୁ ଆମ୍ଭମାନଙ୍କର ନେତୃତ୍ୱ ସ୍ୱର୍ଗର ରାଜ୍ୟକୁ କରିବା ପାଇଁ, ଯେଉଁଠାରେ ମୃତ୍ୟୁ କିମ୍ବା ଶୋକ ନାହିଁ, 애통하는 것도 없는 천국 ଖ୍ରୀଷ୍ଟ ଆନସାଂହୋଂ 위해서 ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ଘୋଷଣା କଲେ। 새 언약 6월절 진리를 우리 ତେବେ ଆମକୁ ବୁଝିବା ଆବଶ୍ୟକ ଯେ ଖ୍ରୀଷ୍ଟ ଆନସାଂହୋଂ କିଏ? 그렇다면 ଯେମିତିକି ବାଇବଲରେ ଭବିଷ୍ୟବାଣୀ କରାଯାଇଛି। 자들이 ହଁ ନା? 누구라는 사실로 우리가 ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ନାହିଁ ଯିଏ ମୃତ୍ୟୁକୁ ବିନାଶ କରୁଥିବା ଭୋଜର ଆୟୋଜିତ କରିପାରିବ। 주시는 분은 오직 하나님 ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 하실 것이다. ସମସ୍ତ ଲୋକ ଯେବେ ଯୀଶୁ 2000 ବର୍ଷ ପୂର୍ବେ ଆସିଲେ, 예수님 믿는 사람들을 ସେତେବେଳେ ଫାରୁସି ଓ ଜିହୁଦୀମାନେ ସେମାନଙ୍କୁ ଉପହାସ କଲେ, ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେମାନେ ଜଣେ ମନୁଷ୍ୟ ଉପରେ ବିଶ୍ୱାସ କରନ୍ତି। ଆପଣ କିପରି କହିପାରିବେ ଯେ ଜଣେ ମନୁଷ୍ୟ ପରମେଶ୍ୱର ଅଟନ୍ତି? 바울도 ଏହିପରି ପିତର, ପାଉଲ ଏବଂ ପ୍ରଥମ ଚର୍ଚ୍ଚର ସମସ୍ତ ସନ୍ଥମାନେ ବିଧର୍ମୀ ଗଣିତ ହେଲେ। 들었습니다. 그렇지만 କିନ୍ତୁ ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭମାନଙ୍କୁ ବାଇବଲର ଏହି ଭବିଷ୍ୟବାଣୀ ପ୍ରତି ବିଶ୍ୱାସ କରିବା ଉଚିତ। 믿어야 되겠습니다. 이 예언 ଖ୍ରୀଷ୍ଟ ଆନସାଂହୋଂ ଏହି ଭବିଷ୍ୟବାଣୀକୁ ପୂରଣ କଲେ। 안상홍 ସେ ମୃତ୍ୟୁକୁ ବିନାଶ କରିବା ପାଇଁ ନୂତନ ନିୟମ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଘେନି ଆସିଲେ। 떡과 포도주를 ତେଣୁ ଆମେ ଜଗତର ଅନ୍ୟ କୌଣସି ବସ୍ତୁ ପରିବର୍ତ୍ତେ ଖ୍ରୀଷ୍ଟ ଆନସାଂହୋଂଙ୍କଠାରେ ଆମ୍ଭମାନଙ୍କର ବିଶ୍ୱାସକୁ ପରିତ୍ୟାଗ କରିବା ଉଚିତ ନୁହେଁ। 되겠습니다. ଆମେ ଏହାକୁ କେବେ ବି ହରାଇବା ଉଚିତ ନୁହେଁ। 그래서 ତେଣୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 3ରେ ଏହା କ'ଣ କହିଥାଏ ଯେ ସେ ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଆମେ କ'ଣ କରିବା ଉଚିତ? 어떻게 하고 있으라고 ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ। 굉장히 귀한 보물을 ଆମ ପାଖରେ ଏକ ଅମୂଲ୍ୟ ଭଣ୍ଡାର ଅଛି 그 ଏବଂ ଆମ ଆଖପାଖର ଲୋକମାନଙ୍କ ଗୁଜବ ଯୋଗୁଁ ଆମେ ଏହାକୁ କେବେ ବି ହରାଇବା ଉଚିତ ନୁହେଁ। 이 귀한 것을 놓치거나 ଜେରେମିୟ ଅଧ୍ୟାୟ 31ରେ ଏହା ଭବିଷ୍ୟବାଣୀ କରାଯାଇଛି ଯେ ପରମେଶ୍ୱର ନୂତନ ନିୟମ ସ୍ଥାପନ କରିବେ ଏବଂ ଯେଉଁମାନେ ନୂତନ ନିୟମ ପାଳନ କରିବେ ସେମାନେ ପରମେଶ୍ୱରଙ୍କ ଲୋକ ହେବେ। 사람들은 하나님의 백성이 될 것이 ଏହିପରି ପରମେଶ୍ୱର ନୂତନ ନିୟମର ମଧ୍ୟସ୍ଥ ହୁଅନ୍ତି 그래서 ଏବଂ ଆମ୍ଭମାନଙ୍କୁ ଅନନ୍ତ ଉତ୍ତରାଧିକାର ପ୍ରାପ୍ତ କରିବା ଏବଂ ପରମେଶ୍ୱରଙ୍କ ରାଜ୍ୟକୁ ଫେରିବାର ଅଧିକାର ପ୍ରଦାନ କରନ୍ତି। 천국의 기업을 받을 수 있는 하나님 나라에 돌아갈 수 있는 ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 9 ପଦ 14 ଉପରେ ଏକ ନଜର ପକାଇବା। 히브리서 9장 ଏବ୍ରୀ ଅଧ୍ୟାୟ 9 ପଦ 14। 히브리서 9장 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣଙ୍କୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ ହେଲେ, 하물며 ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧନ କରିବ। 양심으로 죽은 행실에서 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି। 섬기게
ଯୀଶୁଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଟନ୍ତି। 그는 새 언약의 ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ 예수님은 새 ଆହୁତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। 부르심을 입은 자로 하여금 영원한 기업의 약속을 ସେ ନୂତନ ନିୟମର ମଧ୍ୟସ୍ଥ ହେଲେ, 갖고 있습니다. ଯେଣୁ ଯେଉଁମାନେ ନୂତନ ନିୟମରେ ଅଛନ୍ତି 새 언약 ସେମାନେ ସ୍ୱର୍ଗର ଉତ୍ତରାଧିକାରୀ ପାଇପାରିବେ। 천국의 약속하신 ସେ ଆମ୍ଭମାନଙ୍କୁ ନୂତନ ନିୟମର ପ୍ରଚାର କଲେ, ଯାହାଦ୍ୱାରା ଆମ୍ଭେମାନେ ତାହା ପାଳନ କରିପାରିବା। 를 우리 자녀들에게 전파 ଏହା ଏବ୍ରୀ ଅଧ୍ୟାୟ 9ରେ ଲେଖାଯାଇଛି। 이렇게 또 인도하신다는 바로 그런 ନୂତନ ନିୟମ ବିନା କ'ଣ ଆମେ ସ୍ୱର୍ଗୀୟ ଉତ୍ତରାଧିକାର ପ୍ରାପ୍ତ କରିପାରିବା କି? 새 언약 말미암지 아니하고는 ଏବ୍ରୀ ଅଧ୍ୟାୟ 9 ମାଧ୍ୟମରେ ଆମେ ବୁଝିପାରିବା ଯେ ଯେଉଁମାନଙ୍କଠାରେ ଏହି ଅନୁଗ୍ରହ ନାହିଁ 말씀을 통해서 보면 이 중 ସେମାନେ କଦାପି ସ୍ୱର୍ଗରେ ପ୍ରବେଶ କରିବେ ନାହିଁ। 그러한 사람들은 결단코 영원한 ତେବେ ସେ ଏହା ଶିଖାଇବା ପାଇଁ ଦ୍ୱିତୀୟ ଥର କେବେ ଆସିବେ? 볼 수가 있겠습니다. 그럼 이런 가르침을 언제 와서 또 ଆସନ୍ତୁ ଆମେ ମିଖା ଅଧ୍ୟାୟ 4 ପଦ 1 ଉପରେ ଏକ ନଜର ଦେବା। 1절의 말씀 보시겠습니다. ମାତ୍ର ଶେଷ କାଳରେ ଏ ରୂପ ଘଟିବ, ଏହା ଶେଷ ଦିନରେ ଘଟିବ। ସଦାପ୍ରଭୁଙ୍କ ଗୃହର ପର୍ବତ ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ, ଆଉ ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। 꼭대기에 굳게 서며 작은 산들 위에 ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ। 우리가 여호와의 산 ତହିଁରେ ସେ କ'ଣ କରିବେ? ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ। 도로 우리에게 어떻게 하신다고 했죠? 예, 가르치신다고 했어요. 1700년 동안 ଯେ ଯାଏଁ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ନ ଦିଅନ୍ତି 진리가 ଆମେ ନୂତନ ନିୟମର ସତ୍ୟ ବିଷୟରେ ଜାଣିପାରିବା ନାହିଁ, 가르침을 주지 ଯାହାକି ପ୍ରାୟ 1700 ବର୍ଷ ଧରି ଅଦୃଶ୍ୟ ଥିଲା। 않고 할 수 있는 그런 방법과 길이 없습니다. ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ 그 ଆମେ କ'ଣ କରିବା? ତାହାଙ୍କ ମାର୍ଗରେ ଗମନ କରିବା। ଆମ୍ଭେମାନେ ତାହାଙ୍କ ଶିକ୍ଷାର ପାଳନ କରିବା। 하리라 하리니 ବର୍ତ୍ତମାନ ତାହାଙ୍କ ଶିକ୍ଷାକୁ ଅଭ୍ୟାସ କରି କ'ଣ ଆମ୍ଭେମାନେ ଏହା ଜାଣିପାରିବା ନାହିଁ ଯେ ନୂତନ ନିୟମର ସତ୍ୟ ହେଉଛି ସେହି ସତ୍ୟ ଯାହା ମୃତ୍ୟୁକୁ ବିନାଶ କରେ? 발견할 수 있는 것 아니겠습니까? 예, 그가 ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ବ୍ୟବସ୍ଥା କେଉଁଠାରୁ ନିର୍ଗତ ହେବ? 시온에서 ସିଓନ ଠାରୁ ବ୍ୟବସ୍ଥା ଓ ଜେରୁସାଲେମ ଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। 나올 것이라고 했습니다. ଯେ ଯାଏଁ ପରମେଶ୍ୱର ନିଜେ ଆସି ମାନବ ଜାତିକୁ ତାହାଙ୍କ ଶିକ୍ଷା ନ ଦିଅନ୍ତି 인생들에게 가르침을 ସେ ଯାଏଁ ଆମେ କେବେ ବି ଜାଣିପାରିବା ନାହିଁ ଯେ ଶନିବାର ବିଶ୍ରାମ ଦିନ ଅଟେ। 인지 6월절이 ନିସ୍ତାର ପର୍ବ ଜୀବନର ମାର୍ଗ ଏବଂ ନୂତନ ନିୟମ କ'ଣ ଅଟେ? 무엇인지 아무것도 ଆମେ ପୃଥିବୀରେ ଅନ୍ୟମାନଙ୍କ ପରି ହେବୁ। 땅에 다른 사람들이 ସେମାନେ କହନ୍ତି, ମୁଁ ଯୀଶୁଙ୍କଠାରେ ବିଶ୍ୱାସ କରେ, 예수님을 믿는다고 하지만 କିନ୍ତୁ ସେମାନେ ରବିବାର ଉପାସନା, ଖ୍ରୀଷ୍ଟମାସ ଏବଂ କ୍ରୁଶ ମାଧ୍ୟମରେ ଚର୍ଚ୍ଚରେ 교회지 ସୂର୍ଯ୍ୟ ଦେବତାଙ୍କୁ ଉପାସନା କରନ୍ତି। 행위를 교회 내에서 하고 ତେଣୁ ଭବିଷ୍ୟତ ବକ୍ତା ଜିହିଜିକଲ ସେମାନଙ୍କ କାର୍ଯ୍ୟକୁ ଏକ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କହିଲେ। 이상한 일이라고 했습니다. 입과 입술로는 ସେମାନେ ପରମେଶ୍ୱରଙ୍କ ଆରାଧନା କରିବାର ଦାବି କରନ୍ତି, 의미는 태양신을 କିନ୍ତୁ ସେମାନଙ୍କର କାର୍ଯ୍ୟ ଦ୍ୱାରା ସେମାନେ ସୂର୍ଯ୍ୟ ଦେବତାର ଉପାସନା କରୁଛନ୍ତି। 그래서 그들을 ତେଣୁ ଭବିଷ୍ୟତବାଣୀ ଦର୍ଶାଏ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। 나와 선자들의 예언들을 바라볼 때 ସ୍ୱର୍ଗୀୟ ପିତା ଖ୍ରୀଷ୍ଟ ଆନସାଙ୍ଗୋଂ ଏବଂ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତା 다시는 ଆମ୍ଭମାନଙ୍କୁ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ 인도하기 위해서 이 땅에 ଏବଂ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେଇଯିବା ପାଇଁ ଏହି ପୃଥିବୀକୁ ଆସିଲେ ଯେଉଁଠାରେ ମୃତ୍ୟୁ ଆଉ ନାହିଁ। 영원한 감사와 ଆମେ ସେମାନଙ୍କୁ ଅନନ୍ତ ଧନ୍ୟବାଦ ଏବଂ ପ୍ରଶଂସା ଦେବା ଉଚିତ। 가 되어야 되겠습니다. 오늘 ଆସନ୍ତୁ ଆମେ ପୁଣି ଥରେ ଆଜିର ଉପଦେଶ ଶୀର୍ଷକ 주제를 ପରମେଶ୍ୱର ମୃତ୍ୟୁକୁ ଗ୍ରାସ କରିବାକୁ ଆସିଲେ କୁ ଆମ୍ଭମାନଙ୍କ ହୃଦୟରେ ଗଭୀର ଭାବରେ ଖୋଦିତ କରିବା 곳에 ଏବଂ ଦୃଢ଼ ବିଶ୍ୱାସର ସହିତ ବାଇବଲରେ ସତ୍ୟର ବାକ୍ୟଗୁଡ଼ିକୁ ଧାରଣ କରିବା। 더 큰 확신을 가지시고 ସିଓନର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଏହା କହୁଥାଇ ଯେ ସେମାନେ ଆମ ଆଖପାଖର ଲୋକମାନଙ୍କୁ ଏହା ପ୍ରଚାର କରନ୍ତୁ ଯେ ଖ୍ରୀଷ୍ଟ ଆନସାଙ୍ଗୋଂ ହେଉଛନ୍ତି ସତ୍ୟ ପରମେଶ୍ୱର। 형제 자매들 ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। 말씀 마치 ଆପଣଙ୍କ ବହୁତ ବହୁତ ଧନ୍ୟବାଦ।